ସିଂହଦ୍ୱାର ସିଂହଦ୍ୱାର ଉପରେ ଦଶାବତାର ମୂର୍ତ୍ତି ବାମରୁ ଡାହାଣ ଶୋଭା ପାଉଥାଏ। ଏଠି ଦଶାବତାରରେ ନବମ ଅବତାରଙ୍କର ବୃଦ୍ଧଙ୍କ ସ୍ଥାନରେ ଶ୍ରୀ ଜଗନ୍ନାଥଙ୍କ ସ୍ଥାନିତ ହୋଇଛନ୍ତି। ଦ୍ୱାରର ନିମ୍ନ ଦେଶରୁ ପ୍ରାୟ 22 ଫୁଟ ଉଚ୍ଚରେ ଠିକ୍ ମଧ୍ୟଭାଗରେ ଚତୁର୍ଭୁଜା ଲକ୍ଷ୍ମୀ, ଡାହାଣ ଦୁଇ ହସ୍ତରେ ପଦ୍ମ ଓ ବାମ ଦୁଇ ହସ୍ତରେ ଅଭୟ ବରଦା ସ୍ୱରୂପ ବିଦ୍ୟମାନ। ସିଂହଦ୍ୱାର ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କଲେ ସିଂହଦ୍ୱାର ଗୁମୁଟି ମଧ୍ୟରେ ହନୁମାନ, ରାଧାକୃଷ୍ଣ, ନୃସିଂହ ଓ ଗଣେଶଙ୍କ ପ୍ରତିମା ରହିଛନ୍ତି। ଅରୁଣ ସ୍ତମ୍ଭ ଶ୍ରୀମନ୍ଦିରର ମୁଖ୍ୟ ଦ୍ୱାର ସିଂହଦ୍ୱାର ପ୍ରବେଶ ମାର୍ଗରେ କଳା ଭାସ୍କର୍ଯ୍ୟ ବିମଣ୍ଡିତ ଅରୁଣ ସ୍ତମ୍ଭ ଗୋଟିଏ କଳା ଚକଡ଼ା ଉପରେ ବିଦ୍ୟମାନ। ଏହି କାରୁକାର୍ଯ୍ୟ ଖଚିତ ସ୍ତମ୍ଭଟି ଗୋଟିଏ କଳା ମୁଗୁନି ପଥରରେ ନିର୍ମିତ। ପୂର୍ବେ ଏହା ସୂର୍ଯ୍ୟ ମନ୍ଦିର କୋଣାର୍କ ସମ୍ମୁଖରେ ଶୋଭା ପାଉଥିଲା। ଯେହେତୁ ଅରୁଣ ସୂର୍ଯ୍ୟଙ୍କର ସାରଥୀ ଥିଲେ, ପୁରୀ ଜିଲ୍ଲା ଗେଜେଟର ଅନୁସାରେ ମହାରଟା ରାଜତ୍ୱ ସମୟରେ ଏହା ସ୍ଥାନାନ୍ତରିତ ହୋଇ ଶ୍ରୀମନ୍ଦିର ପୂର୍ବଦ୍ୱାର ସମ୍ମୁଖରେ ଅବସ୍ଥାପିତ ହେଲା। ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ଅନୁସାରେ ଏହା ପ୍ଲଟ ନମ୍ବର 64ରେ ଅଧିଷ୍ଠିତ ଓ ଚୁନରା ସେବକ ସେବିତ। ବର୍ତ୍ତମାନ ଏହି ପବିତ୍ର ଅରୁଣ ସ୍ତମ୍ଭ ଲୁହା ଗ୍ରିଲ ଦ୍ୱାରା ଆବୃତ।